ଆଜ୍ଞା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆପଣ ପଦବୀକୁ ଶହ ଶହ ସାଲ୍ୟୁଟ୍। ଆଜ୍ଞା ଆପଣଙ୍କର କାଲି ଗୋଟେ ଭାଷଣ ମୁଁ ଶୁଣିଲି, କଣ ବାପ ଘରେ ଝିଅ ବାହା ହେଲା ପରେ ପର। ଆପଣ ପର କେମିତି ହେଲା ଆଜ୍ଞା? ଆପଣଙ୍କ କାନୁନ ତ କରିଛି ପୁଅର ଯେତିକି ଭାଗ ଝିଅର ସେତିକି ଭାଗ, ଆଉ ବାପ ଘରେ ଝିଅ ଫେରେ ପର ହେଲା କେମିତି? ଆପଣ ଯଦି କାନୁନଟାକୁ ଉଠେଇ ଦେଇକି ଏଇ କଥାଟା କହିଥାନ୍ତେ ଶୋଭା ପାଇଥାନ୍ତା ଆଜ୍ଞା। ହଁ ଆହୁରି ଗୋଟେ କଥା ବି କହିଲେ, ଭଣଜା ଭାଣିଜୀ ସାତ ପର। ଆଜ୍ଞା ଭଣଜା ଭାଣିଜୀ ବିଷୟରେ କିଛି ଜାଣିଛନ୍ତି ନା? ପାଠଶାଠ ପଢିଛନ୍ତି ତ? ମାମୁଁ ଘରେ ଭଣଜା ଭାଣିଜୀ ପାଦ ଦେଲେ ଘରେ ଶାଳଗ୍ରାମ ରଖିକି ପୂଜା କଲେ ଯେତିକି ପୁଣ୍ୟ ମିଳିଥାଏ, ଭଣଜା ଭାଣିଜୀ ଘରେ ପହଞ୍ଚିଲେ ସେତିକି ପୁଣ୍ୟ ମିଳିଥାଏ। ଆଜ୍ଞା ସେ ବାବଦ କିଛି ଆପଣଙ୍କୁ ମାଲୁମ ଅଛି ନା? ନା ଆପଣ ଖାଲି ରାଜନୀତି ପାଇଁ ଭାଷଣ ଛାଡ଼ିଦେଲେ?